प्रथमे पढ़िबा फिलिप तार 4 पर्वर 8 पद। जदि किए पारुचंती पढ़ी दियंतु फिलिप तार 4 पर्वर 8 पद। अवशेषରେ हे ଭାତୃଗଣ ଯାହା ଯାହା ସତ୍ୟ, ଯାହା ଯାହା ଆଦରଣୀୟ, ଯାହା ଯାହା ଯଥାର୍ଥ, ଯାହା ଯାହା ବିଶୁଦ୍ଧ, ଯାହା ଯାହା ପ୍ରୀତିଭାଜନ, ଯାହା ଯାହା ସୁଖ୍ୟାତିଯୁକ୍ତ, ଯେକୌଣସି ସଦ୍ଗୁଣ ଓ ପ୍ରଶଂସାର ବିଷୟ ଥାଏ, ସେହି ସମସ୍ତ ବିଷୟ ଚିନ୍ତା କର। जेकोसी प्रशंसार विषय सद्गुण ताहा चिंता करिबा एठी लेखा हला। एटा तो बहुत सरल भाव में लेखा गला, किंतु सबु समय आमे सेटा को मानि न था पालन करे भारी कष्ट हो जाए। तर एकमात्र कारण है आम्भे माने सबु बळे गोटे रकम रो आमर जो अक्यूजर बा शैतान जे के आमर अभियोगकारी तार बहुत बुद्धि, तार बहुत ज्ञान, बहुत अनुभूति मध्य किए कोथिरे पतित हब ताको बेस भलो भाबरे जना। अर्थात ताको आउ टिके भिन्न भाबरे कहिले आपण माने बुझी परिबे। मोर जो अभ्यासटा से प्रतिदिन मार्क करुछि एवं मोर जो जो कार्य गुड़ाक मु से आनंद पाए सेटा भी से जानुछि। तेणु जेमिति मोर मनर खुशी हब, मोर मनर आनंद हब, से जिनस गुड़िक से मो पाखे आणिके आगे पहुंचई दब। आपण माने किछि बुझी पड़चंती ना नाइ मु जानिनी। आज मु गोटे भारी इम्पोर्टेंट बा गुरुत्वपूर्ण विषय उपरे कहया को चाहूची। मु जानिनी शेष मुहूर्त रे प्रभु मते से निर्देश देले तापर कहया पई, किंतु प्रभु का नाम को गौरव करिवा, महिमा करिवा, कारण से होचंती सर्व प्रधान आउ से जहाँ चाहती ताहा ही से करंती। द्वितीय पद पढ़िबा फिलिपिय 2 पर्वर 14 रु 15। बचसा और तर्क वितर्क बिना समस्त कार्य करो, जेपरि तुमे माने निर्दोष और अमायक होई एही कुटिल विपदगामी वंश मध्य ईश्वरक अनिंदनीय संतान संतति हुआ। से मानक मध्य तुमे माने जीवनर वाक्य धरी जगत रे ज्योति स्वरूप प्रकाश पाउछ। ए सबु जगह आमे देखुचु पाउल फिलिपि मंडली को जितना लेखुचंती से गोटे विषय पर ध्यान दौरान बा फोकस करचंती, सेटा होची गोटे सुंदर क्लीन लाइफ, परिष्कार परिष्कृत पवित्र जीवन उपरे से फोकस करचंती। किंतु जेतेबेले से करंथी मंडली को लेखुचंती आमे देखिबा तांको चिटाउ गुराक टिके भिन्न भाव धारार आसुछ। प्रथम करंथी तार 6 पर्व 18 रु 20। प्रथम करंथी 6 पर्व 18 रु 20। व्यभिचार ठाରୁ ପଳାୟନ କର। ମନୁଷ୍ୟ ଅନ୍ୟ ଯେ କୌଣସି ପାପ କରେ ତାହା ଶରୀରର ବହିର୍ଭୂତ, କିନ୍ତୁ ଯେ ବ୍ୟଭିଚାର କରେ ସେ ଆପଣା ନିଜ ଶରୀର ବିରୁଦ୍ଧରେ ପାପ କରେ। 20 पर्यंत ତୁମମାନଙ୍କ ଶରୀର ଯେ ଈଶ୍ୱରଙ୍କ ଠାରୁ ପ୍ରାପ୍ତ, ତୁମମାନଙ୍କର ଅନ୍ତର୍ବାସୀ ପବିତ୍ର ଆତ୍ମାଙ୍କ ମନ୍ଦିର, ଏହା କଣ ଜାଣ ନାହିଁ? ଆଉ ତୁମେମାନେ ନିଜେ ନିଜର ନୁହଁ, କାରଣ ତୁମେମାନେ ବିଶେଷ ମୂଲ୍ୟରେ କିଣା ଯାଇଅଛ। ଏଣୁ ତୁମମାନଙ୍କ ଶରୀର ଈଶ୍ୱରଙ୍କ ଗୌରବ ପ୍ରକାଶ କର। थैंक यू। एटा होची प्रथम करंथी 6 पर्व, किंतु जेतने आमे देखिबा सेही प्रथम करंथीर 5 पर्व, प्रथम करंथीर 5 पर्व देखिए, आमे 6 पर्व रु पढ़िलु।
ପାଞ୍ଚ ପର୍ବର ପ୍ରଥମ ଉପରେ ହେଡଲାଇନ ହଉଛି ମଣ୍ଡଳୀର କଳୁଷିତା ହଉଛି ବ୍ୟଭିଚାର। ପର୍ଟିକୁଲାରଲି ଏଇ ମଣ୍ଡଳୀକୁ ଆପଣ ମାନେ ଦେଖିବେ ଅନ୍ୟ ମଣ୍ଡଳୀ ପାଖରେ ଯେତେବେଳେ ପାଉଲ ଲେଖୁଛନ୍ତି, ଟିକେ ମ୍ୟୁଟ କରିଦିଅନ୍ତୁ। କିଏ ଗୋଟେ ଦାସ, କିଲ ଦାସ। ହଁ, ଥ୍ୟାଙ୍କ ୟୁ। ଯେତେବେଳେ ସେ କରନ୍ଥୀକୁ ଲେଖୁଛନ୍ତି, ତାଙ୍କର ଲେଖାର ଭାବ ପରିବର୍ତ୍ତନ ହେଇଯାଉଛି। ଯେମିତି ଡାଇରେକ୍ଟ ମାଡ଼। ସେ ଆଉ ଏଇ କରନ୍ଥୀ ମଣ୍ଡଳୀ ପାଖରେ ସେ ଆଉ ଭଲ ବିଷୟ ନ ଲେଖିକିରି ତାଙ୍କ ଭିତରେ ଥିବା ଯୋଉ ମଣ୍ଡଳୀ ଭିତରେ ଥିବା ଯୋଉ ଅସୁନ୍ଦର ବିଷୟ ତାରି ଉପରେ ସେ ଆଲୋକପାତ କରୁଛନ୍ତି। ସେ ଆଲୋକପାତ କରିବାଟା ହଉଛି ପାଉଲଙ୍କୁ କିଛି ଖବର ମିଳିଛି ଏବଂ ସେ ଖବର ଉପରେ ଆଧାରିତ ତାଙ୍କର ଅଭିଯୋଗ। ଏଇ ପାଞ୍ଚ ପର୍ବର ପ୍ରଥମ ପଦଟା ହଉଛି ବହୁତ ଇମ୍ପୋର୍ଟାଣ୍ଟ। ପ୍ରକୃତିରେ ଶୁଣା ଯାଉଅଛି ଯେ ତୁମାନଙ୍କ ମଧ୍ୟରେ ବ୍ୟଭିଚାର ଅଛି। ବର୍ତ୍ତମାନ ଆମେ ପଢିଲୁ ସେଇ ପ୍ରଥମ କରନ୍ଥୀର 6 ପର୍ବର 18ରୁ 20। ଏଟା ହଉଛି ପାଞ୍ଚ ପର୍ବର ଏକ ପଦ। ସେ ସେଇ ବିଷୟ ଉପରେ ଆଉ ଥରେ ଆଲୋକପାତ କରୁଛନ୍ତି। ପ୍ରକୃତରେ ଶୁଣା ଯାଉଅଛି ବା ସେ ଶୁଣିଛନ୍ତି ବା ତାଙ୍କୁ କିଏ ଗୋଟେ କହିଛି। ଆଉ ଏପରି ବ୍ୟଭିଚାର ଯାହାକି ବିଜାତି ମାନଙ୍କ ମଧ୍ୟରେ ସୁଦ୍ଧା ହୁଏ ନାହିଁ। ଏପରିକି ଜଣେ ଆପଣା ପିତାର ଭାର୍ଯ୍ୟାକୁ ରଖିଛି। ତାକୁ ଇଂରେଜୀରେ କହନ୍ତି ଇନସେଷ୍ଟ। ପରିବାର ମଧ୍ୟରେ ପାପ କର୍ମର ନାଁ ହଉଛି ଇନସେଷ୍ଟ ଇଂରେଜୀରେ। ପୁଣି ଯେ ଏହି କର୍ମ କରିଅଛି ସେ ଯେପରି ତୁମାନଙ୍କ ମଧ୍ୟରୁ ଦୂର କରାଯାଏ, ଏଥି ନିମନ୍ତେ ଶୋକାର୍ତ ନ ହୋଇ ବରଂ କି ଗର୍ବ କରୁଅଛ। ମାନେ ଦେ ହାଭ ଟେକେନ୍ ଇଟ୍ ଫର ଗ୍ରାଣ୍ଟେଡ, वो भी चलेगा। ପ୍ରଭୁଙ୍କର ବାକ୍ୟ ବି ଚଳିବ, ପ୍ରାର୍ଥନା ବି ଚଳିବ, ଉପାସନା ବି ଚଳିବ, ବ୍ୟଭିଚାର ବି ଚଳିବ। ପାଉଲ ତାଙ୍କୁ କହୁଛନ୍ତି ତମେ ଶୋକାର୍ତ ହବା କଥା। ଏଭଳି ମନ୍ଦ ବିଷୟ ଗୁଡାକ ଯେ ପଶି ଯାଇଛି, ଶୋକାର୍ତ ହବା କଥା ନ ହେଇକି ତମେ ଗର୍ବ କରୁଛ। ଏଠି ମୁଁ ଆପଣ ମାନଙ୍କୁ ଟିକେ କହିବାକୁ ଚାହୁଁଛି ଆର ବ୍ୟାକଗ୍ରାଉଣ୍ଡ ଟା। ଏ କରନ୍ଥୀ ମଣ୍ଡଳୀ ହଉଛି ଗୋଟେ ବିଜାତି ମଣ୍ଡଳୀ। ଏମାନଙ୍କର ସେଇ ଯୋଉ ଦେଶଟା ଗୋଟେ ଏଭଳି ଗୋଟେ ଷ୍ଟ୍ରାଟେଜିକ ଜାଗାରେ ଅଛି, ଗୋଟେ ବନ୍ଦର ଗାଁଅ ବା ଯେମିତି ବମ୍ବେରେ ଆମର ଦେଖିବୁ, ଗୁଜୁରାଟରେ ପାରାଦୀପରେ ଗୋଟେ ବନ୍ଦର ଥିବ, ପାଖରେ ଗୋଟେ ନଗରୀ ଥିବ, ସେମିତି ଗୋଟେ ଏଇଟା ସହରଟା। ତାଙ୍କର ଯୋଉ ବିଜାତିରେ ଯେତେବେଳେ ସେମାନେ ଥିଲେ, ବ୍ୟଭିଚାରଟା ହଉଛି ଗୋଟେ ପ୍ରୋସେସ। ତାଙ୍କର ଯୋଉ ପ୍ରତିମା ଗୁଡାକୁ ପୂଜା କରିବା ପାଇଁକା ଇଟ ଇଜ ଏ ପ୍ରୋସେସ। କିଛି ଭୁଲ ଭାଲ ନାହିଁ, କିଛି ପାପ ସେଥିରେ ନୁହେଁ। ଇଟ ୱାଜ ଏ ପ୍ରୋସେସ। ମୁଁ ତାକୁ ଖୋଲିକି କହିବା ପାଇଁ ଇଚ୍ଛା କରୁନି। ସେମାନେ ଯେତେବେଳେ ସେଇ କଲଚରରୁ ବାହାରିକି ଆସିଛନ୍ତି, ସେମାନେ ବି ଭାବୁଛନ୍ତି ପ୍ରଭୁରେ ଥାଇକି ମଧ୍ୟ ସେଇ ବିଷୟ କରିହବ, କିଛି ଅସୁବିଧା ନାହିଁ। ଯେତେବେଳେ ପାଉଲ ଏଟା ଶୁଣୁଛନ୍ତି, ସେ ଏଇ ବିଷୟକୁ ଲେଖୁଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ତାଙ୍କୁ ଖାଲି ଲେଖୁନାହାନ୍ତି, ପୃଥିବୀରେ ଯଦି ସବୁଠୁ ବଡ ଇଣ୍ଡଷ୍ଟ୍ରି ହଉଛି ଏ ବ୍ୟଭିଚାର ଇଣ୍ଡଷ୍ଟ୍ରି। ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। କୋଟି କୋଟି ଟଙ୍କା, ବିଲିୟନ୍ସ ଅଫ ଡଲାର୍ସ ଏଇ ଇଣ୍ଡଷ୍ଟ୍ରିରୁ କମାଯାଏ। ସେଦିନ ସକାଳେ ଆମର ତୁରୁକ ଭାଇ କହୁଥିଲେ, ଏପିଷ୍ଟିନ୍ ଫାଇଲ୍ସ ଆମେରିକାର ଗୋଟେ ଦ୍ୱୀପ, ଏପିଷ୍ଟିନ୍ ବୋଲିକା ସେ ଗୋଟେ ଟିଚର ଥିଲେ, ମାଥମେଟିକ୍ସ ଟିଚର। ତାପରେ ତାଙ୍କର ଏମିତି ବଢିଲା ସମ୍ପତ୍ତି, ସେ ଗୋଟେ ଦ୍ୱୀପକୁ ନେଇଯାଇକି ସେଥିରେ ବିଳାସ ପୂର୍ଣ୍ଣ ସବୁ ଘର ବନେଇଲେ, ପାର୍କ ବନେଇଲେ, ସୁଇମିଂ ପୁଲ ବନେଇଲେ। ଆଉ ଯୋଉମାନେ ସବୁ ଫରେନ ରୁ ଆସିବେ, ବିଦେଶରୁ ଆସିବେ,
ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବ୍ୟଭିଚାରର ବ୍ୟବସ୍ଥା କରାଗଲା। ଏସବୁ କହିବାର ଉଦ୍ଦେଶ୍ୟ ହଉଛି ସମଗ୍ର ପୃଥିବୀ ବର୍ତ୍ତମାନ ଏଇ ରୋଗରେ ପ୍ରପୀଡ଼ିତ। ସେ ଯୋଉ 6 ପର୍ବର 18ରୁ 20 ଆମେ ପଢିଲୁ, ମୁଁ ତାକୁ ଆଉ ଥରେ ଦୋହରାଇବା ପାଇଁ ଚାହୁଁଛି। ବ୍ୟଭିଚାର ଠାରୁ ପଳାୟନ କର। ଅନ୍ୟ ଜାଗାରେ ପାଉଲ ଲେଖୁଛନ୍ତି କଣ କର ନା ଶୈତାନକୁ ପ୍ରତିବାଧା କର। କିନ୍ତୁ ଯେତେବେଳେ ବ୍ୟଭିଚାର କଥା ପଡୁଛି ସେଠି ସେ ପ୍ରତିବାଧା ୱାର୍ଡ ବ୍ୟବହାର କରୁନାହାନ୍ତି, ସେ କହୁଛନ୍ତି ପଳାୟନ କର, ରନ୍ ଫ୍ରମ୍। ଏଭଳି ଏକ ଶକ୍ତିଶାଳୀ ପାପ ଏଇଟା, ତମେ ତାର ପ୍ରତିବାଧା କରିପାରିବନି, ପ୍ରତିରୋଧ କରିପାରିବନି। You have to run from that place. ମନେ ପଡୁଛି ଯୋସେଫଙ୍କ ବିଷୟରେ, ଯେତେବେଳେ ସେଇ ପରୀକ୍ଷାର ସମ୍ମୁଖୀନ ହେଲେ ଆଉ ସେ ଗୃହ ଭିତରୁ ପଳାୟନ କଲେ, କିନ୍ତୁ ଚତୁରୀ ସେ ଯେ ନାରୀ ପଟିଫରର ସ୍ତ୍ରୀ ସେ କଣ କଲା, ତାଙ୍କର ବସ୍ତ୍ରଟାକୁ ଧରି ପକେଇ ତାଙ୍କ ନାଁରେ କେସଟା ଠୁଙ୍କି ଦେଲେ ଆଉ ତାଙ୍କୁ ଜେଲ ଯିବାକୁ ପଡିଲା, କିନ୍ତୁ ସେ ରକ୍ଷା ପାଇଗଲେ। ସେ ତାଙ୍କୁ କଣ କହୁଛନ୍ତି ଶୁଣନ୍ତୁ, ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ ଏଭଳି ଅଧର୍ମ କରିପାରିବି କି, ଏଭଳି ଦୁଷ୍ଟତା କାମ କରିପାରିବି କି? ଦେଖନ୍ତୁ ସାନ ବେଳୁ ଯାକୁବ ତାଙ୍କ ମଧ୍ୟରେ ଯୋଉ ରକମର ବୀଜ ବୁଣିଥିଲେ ସେଇଟା ଏକା ବଡ ହେଇଛି। ସେ ଗୋଟେ ଯୁବକ ହେଇଛନ୍ତି, କିନ୍ତୁ ସେ ପାପ କରିବା ପାଇଁକା ଅରାଜି ହେଲେ। ପଟିଫର ତାଙ୍କୁ କହିଲେ ଯେ ମୋର ଘରର ସବୁ ବିଷୟ ତୁ ମ୍ୟାନେଜ କରିବ। କେହି ଜଣା ପଡୁନଥାନ୍ତା, କିଛି ବାହାରକୁ ବି ପଦାକୁ ଆସିନଥାନ୍ତା। ସେ ଯଦି ବ୍ୟଭିଚାର କରିଥାନ୍ତେ କିଛି ପଦାକୁ ଆସିନଥାନ୍ତା, କିନ୍ତୁ ପ୍ରଭୁଙ୍କ ପ୍ରେମ ଯେହେତୁ ସାନ ବେଳୁ ତାଙ୍କ ହୃଦୟ ମଧ୍ୟରେ ବୁଣା ଯାଇଥିଲା, ମୁଁ ଏଇ ୱାର୍ଡଟା ବ୍ୟବହାର କରିବି, ବୁଣା ଯାଇଥିଲା, ସେଇଟା ବଢିକିରି ଫଳ ଦେଲା। ଆଉ ସେ ମନା କଲେ, କହିଲେ ଯେ ମୁଁ ଏଭଳି ଦୁଷ୍ଟତା କାମ ପରମେଶ୍ୱରଙ୍କ ବିରୁଦ୍ଧରେ, ଦୁଷ୍ଟତା ମନୁଷ୍ୟ ବିରୁଦ୍ଧରେ ନୁହେଁ। ଏଇଠି ଦେଖନ୍ତୁ କେତେ ସୁନ୍ଦର ଭାବରେ ଲେଖା ହେଇଛି, ମନୁଷ୍ୟ ଅନ୍ୟ ଯେକୌଣସି ପାପ କରେ ତା ଶରୀରର ବହିର୍ଭୂତ। ପ୍ରଥମ କରନ୍ତି 6 ପର୍ବର 18 ପଦ। ଚୋରି କରେ, ଡକାୟତି କରେ, ଯୋଉଟା ବି କରେ ଶରୀରର ବହିର୍ଭୂତ ସେଗୁଡାକ, କିନ୍ତୁ ଯେ ବ୍ୟଭିଚାର କରେ ସେ ଆପଣ ନିଜ ଶରୀର ବିରୁଦ୍ଧରେ ପାପ କରେ। ମୁଁ ଆପଣଙ୍କୁ ଗୋଟେ କଥା କହିବାକୁ ଚାହୁଁଛି, ଅନ୍ୟ ଜାଗାରେ ଲେଖା ହେଇଛି ସମସ୍ତ ପ୍ରକାର ଲୋଭ ଠାରୁ ନିଜକୁ ଅଲଗା ରଖ। କିଏ କହିପାରିବ ସେ ପଦ? ମୋର ରେଫରେନ୍ସ ମୋ ନାହିଁ, କିଏ ଜାଣିଛନ୍ତି ଭଲ କଥା। ସମସ୍ତ ପ୍ରକାର ଲୋଭ ପାଖରୁ ନିଜକୁ ରକ୍ଷା କର। ଲୋଭ କଣ? ଯଦି ଆମେ ତାକୁ ତର୍ଜମା କରିବା ଯେ ଲୋଭ ମାନେ କଣ? ଏବେ ଦେଖନ୍ତୁ, ମୁଁ ଯାହା ଅର୍ଜନ କଲି ସେଟା ମୋ ପରିବାର ପାଇଁ। ମୁଁ ଯୋଉ ପରିବାରକୁ ପ୍ରତିପାଳନ କରିବି, ପୋଷୁଛି, ପ୍ରଭୁ ସେ ଦରମାଟା ଦେଲେ, ସାଲେରୀଟା ଦେଲେ ମାସ ଶେଷରେ, ଯେ ମୁଁ ମୋର ପରିବାରକୁ ପ୍ରତିପାଳନ କରିବି। ଏବେ ମୁଁ ମୋର ଆନନ୍ଦ ପାଇଁ, ମୁଁ ମୋର ସାଟିସ୍ଫାକ୍ସନ ପାଇଁକା ମୁଁ ସେଥିରୁ କିଛି ପଇସା ନିଶାରେ ଖର୍ଚ୍ଚ କଲି, ବ୍ୟଭିଚାରରେ ଖର୍ଚ୍ଚ କଲି। ଏଇଟା ହଉଛି ଲୋଭ। ଅର୍ଥାତ ଲୋଭ ମାନେ ହଉଛି ଯେକୌଣସି ବିଷୟକୁ ଆପଣ ମନ ଭିତରେ ଈଶ୍ୱରଙ୍କ ବଦଳରେ ସ୍ଥାନ ଦଉଛନ୍ତି, ସେ ଆପଣଙ୍କୁ ସେଇ ପଥ ଆଡକୁ ଟାଣିକିରି ନବ। ଯେମିତି ଆମେ ଏକା ପଢୁଥିଲୁ, ଜଣେ ଭଉଣୀ ପଢୁଥିଲେ, ପାଉଲ ସେଥିପାଇଁକା ଫିଲିପିୟ ମଣ୍ଡଳୀକୁ ସଚେତନ କରଉଛନ୍ତି, ଚେତେଇ ଦଉଛନ୍ତି। ଅବଶେଷରେ ମୁଁ ତ ଏତେ କଥା କହିଗଲି ତମାନଙ୍କୁ, ଶେଷ ଆଡକୁ ମୁଁ ତମାନଙ୍କୁ କହିବା ପାଇଁ ଚାହୁଁଛି ଫିଲିପିୟ 4:8ରେ, ହେ ଭାତୃଗଣ, ଯାହା ଯାହା ସତ୍ୟ, ଯାହା ଯାହା ଆଦରଣୀୟ, ଯାହା ଯାହା ଯଥାର୍ଥ, ଯାହା ଯାହା ବିଶୁଦ୍ଧ, ଯାହା ଯାହା ପ୍ରୀତିଭାଜନ, ଏତେଗୁଡା କହିବାର କଣ ଆବଶ୍ୟକତା ଥିଲା ପାଉଲଙ୍କର? ମୁଁ କିଛି ବୁଝିପାରୁନି। ଯାହା ଯାହା ଆଦରଣୀୟ କହିଦେଇଥିଲେ ତ ସେଥିରେ ସବୁ ଯାଇଥାନ୍ତା। ନାଇଁ,
से भूल करने से चाहती जेतेବେଳେ କୌଣସି ବିଷୟରେ ପାପ କରିବା ପାଇଁ ଆମମାନଙ୍କ ମଧ୍ୟରେ ଶୈତାନ ପ୍ରବେଶ କରେ। ମନେ ରଖନ୍ତୁ, ଇସ୍କରିତ ଯୁଦା ଭିତରେ ଶୈତାନ ପ୍ରବେଶ କଲା। ଅନନ୍ୟ ସଫିରା ଶୈତାନ ଦ୍ୱାରା କବଳିତ ହେଲେ। ଯେତେବେଳେ ସେଇ ଅବସ୍ଥାକୁ ଆମେ ଆସୁ, ସେତେବେଳକୁ ଆମକୁ ଚିନ୍ତା କରିବାକୁ ପଡିବ ଯେ ଏଇ ଚିନ୍ତାଟା ମୋ ମୁଣ୍ଡ ଭିତରେ ସେଟ୍ ହେଇଗଲାଣି। ଯଦି ସେଟ୍ ହେଇଗଲା, ତେବେ ଯାକୁବ ପୁସ୍ତକର ସେ ପଦଟିକୁ ଆମକୁ ମନେ ରଖିବାକୁ ପଡିବ। ଯଦି ଥରେ ଆମେ ଆଲାଉ କରିଦେଲୁ ସେ ଚିନ୍ତାଟାକୁ ମନ ଭିତରେ, କଣ କରିହବ? ସେ ଯେମିତି ଗୋଟେ ସ୍ତ୍ରୀ ଲୋକ ତାର ଗର୍ଭ ଧାରଣ କରିକିରି ସେ ସନ୍ତାନ ପ୍ରସବ କରେ, ସେ ସେମିତି ବଡ ହବ, ଭିତରେ ଭିତରେ ବଡ ହଉଥିବ, କେହି ଜାଣିପାରିବେନି। ହଠାତ୍ କିନା ଶୁଣାଯିବ ଅମୁକ ଭାଇ ଅମୁକ ଭଉଣୀ ଏ କର୍ମ କଲେ। ସମାଜରେ ଅସନ୍ତୋଷ ହବ, ସମାଜ କଳଙ୍କିତ ହବ, ସମାଜରେ ନିନ୍ଦା ଆସିବ। ସେଥିପାଇଁକା କଣ କହୁଛନ୍ତି ପାଉଲ? ପଳାୟନ କର। ଆପଣ ମାନେ ବୁଝିପାରିବେନି, ମୁଁ ମୋଟେ ଆଜି ବାକ୍ୟ ମୋର ନଥିଲା, ମୋ ଖାତାରେ ଦେଖିବେ ଆଉ ଗୋଟେ ବାକ୍ୟ ମୁଁ ସେଟାକୁ ରେଡି କରି ରଖିଥିଲି। ଲାଷ୍ଟ ମୋମେଣ୍ଟରେ ପବିତ୍ର ଆତ୍ମା ମତେ ଜଣେଇଲେ ଏଇଟା ଉପରେ କହିବା ପାଇଁ। ମୁଁ ଜାଣିନି କାହିଁକି ପବିତ୍ର ଆତ୍ମା ଏକଥା କହିଲେ। ତୁମମାନଙ୍କ ଶରୀର ଯେ ଈଶ୍ୱରଙ୍କ ପ୍ରାପ୍ତ, ତୁମମାନଙ୍କ ଅନ୍ତର୍ବାସୀ ପବିତ୍ର ଆତ୍ମାଙ୍କ ମନ୍ଦିର, ଏହା କଣ ଜାଣ ନାହିଁ? ଏଟା ତ ସମସ୍ତେ ଆମେ ଜାଣିଛୁ। ଆଉଥରେ କହିବାର ଆବଶ୍ୟକତା କଣ ଅଛି? ଦରକାର ଅଛି। କାରଣ ଯେତେ ଥର ଆମେ ସେଟାକୁ ଚିନ୍ତା କରୁ ଯେ ମୁଁ ଆଉ ମୋ ନିଜର ନୁହେଁ, ମତେ 20 ପଦ, ପ୍ରଥମ କରନ୍ତି 6 ପର୍ବର 20 ପଦ, ବିଶେଷ ମୂଲ୍ୟରେ ଜଣେ କିଣି ସାରିଛି। ଏଣୁ ତୁମମାନଙ୍କ ଶରୀରରେ ଈଶ୍ୱରଙ୍କ ଗୌରବ ପ୍ରକାଶ କର। ମୁଁ ଯଦି ପାପ କରୁଛି, ଈଶ୍ୱରଙ୍କର ଗୌରବ ମୁଁ ପ୍ରକାଶ କରିପାରିବି ନାହିଁ। ସମସ୍ତ କରିବା ପାଇଁ ସ୍ୱାଧୀନତା ଅଛି, ସେଟା ବି ପାଉଲ ଲେଖୁଛନ୍ତି। ଏବଂ ସେଟାକୁ ସେ 6 ପର୍ବର 12 ପଦରେ, 6 ପର୍ବର 12 ପଦରେ ଲେଖୁଛନ୍ତି। ସେ ପ୍ରଥମ କରନ୍ତି, ସମସ୍ତ ବିଷୟ ସାଧନ କରିବାକୁ ମୋର ସ୍ୱାଧୀନତା ଅଛି। ମୁଁ ଯେ ନ କରିପାରିବି କିଛି, ମତେ କେହି ବନ୍ଦ କରିନି, ମତେ କେହି ବାଧା ଦଉନି। ମୁଁ ସବୁ କରିପାରିବି, ସବୁ ପାଇଁ ମୋର ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟ ହିତଜନକ ନୁହେଁ। ପ୍ରିୟ ଭାଇ ଭଉଣୀ ମାନେ, ଯାହାବି କିଛି ଆପଣ ଚିନ୍ତାରେ ଆଣୁଛନ୍ତି ବା ଆସୁଛି, ତାକୁ ଯଦି ଆପଣ ଘର ଭିତରକୁ ଆଲାଉ କରୁଛନ୍ତି, ୱେଲକମ କରୁଛନ୍ତି, ସୋଫାରେ ବସଉଛନ୍ତି, ଗରମ ଥଣ୍ଡା ପାନି ଆଣିକି ତାକୁ ଦଉଛନ୍ତି ପିଇବା ପାଇଁକା, ତେବେ ଦାଉଦଙ୍କର କଥା ମନେ ରଖନ୍ତୁ। ମୁଁ ଯଦି ଅଧର୍ମକୁ ମନ ମଧ୍ୟରେ ଆଦର କରେ, କୌଣସି ନା କୌଣସି ଭାବରେ ଆମର ସମଝୋତା ଯଦି ନ ହୁଏ, ପାପ କେବେ ହେଲେ ସେ ଅଙ୍କୁରିତ ହେଇପାରିବନି। ଆଗକୁ ଅଛି ଆମମାନଙ୍କର ଗୁଡ ଫ୍ରାଇଡେ, ଇଷ୍ଟର, ଏଇ ସବୁ। ଏଇ ପାପ ଉପରେ, ଯୀଶୁଙ୍କ ରକ୍ତ ଉପରେ ଆମେ ବହୁତ ମେସେଜ ସବୁ ଶୁଣିବା। କିନ୍ତୁ ସବୁଠୁ ଇମ୍ପୋର୍ଟାଣ୍ଟ ହଉଛି ଆମର ନିଜର ରିଆଲାଇଜେସନ। ମୋର ସବୁ ପାପ ବି କରିପାରିବି, ଧର୍ମ ବି କରିପାରିବି, ସବୁ ବି କରିପାରିବି, ମୋର ସ୍ୱାଧୀନତା ଅଛି, କିନ୍ତୁ ସବୁ ବିଷୟ ହିତଜନକ ନୁହେଁ। ତାକୁ ଯେତେବେଳେ ଆମେ ଚିନ୍ତା କରିବୁ, ଯୋଉ ରଙ୍ଗ ଥିଙ୍କିଂ ଗୁଡାକ ସବୁ ଜଗତରେ ଅଛି, ସେଥିରୁ ରକ୍ଷା ପାଇବୁ। ଜିହୋସିଓଙ୍କୁ ପରମେଶ୍ୱର କହିଥିଲେ, ମେଡିଟେଟ୍ ଦ ୱାର୍ଡ ଡେ ଆଣ୍ଡ ନାଇଟ। ଯେତେବେଳେ ଆମେ ଈଶ୍ୱରଙ୍କର ବାକ୍ୟକୁ ଦିବା ରାତ୍ର ଧ୍ୟାନ କରୁ, ସେଇ ସମୟରେ ଆମେ ଗୋଟିଏ ଗାର୍ଡିଆନ ଏଞ୍ଜେଲସ ଦ୍ୱାରା ଆମେ ରକ୍ଷା ପାଇଥାଉ। ମୁଁ ଆଗରୁ ମଧ୍ୟ କହିଛି, ଏବେ ବି କହୁଛି, ହିବ୍ରୁରେ ଲେଖା ଅଛି ମିନିଷ୍ଟରିଂ ଏଞ୍ଜେଲସ ବା ଗାର୍ଡିଆନ ଏଞ୍ଜେଲସ। ସେମାନେ ଯଦି ଆମକୁ ସାହାଯ୍ୟ ନ କରନ୍ତେ, କେବେଠୁ ଆମମାନେ ସେ ପାପରେ, କୌଣସି ପାପ, ଖାଲି ଏ ପାପ ନୁହେଁ, କୌଣସି ପାପରେ ଆମେ ପତିତ ହେଇପାରନ୍ତୁ। କିନ୍ତୁ ପାଉଲ ଲେଖୁଛନ୍ତି,
କିନ୍ତୁ କୌଣସି ବିଷୟର ବଶୀଭୂତ ମୁଁ ହେବି ନାହିଁ। 6 ପର୍ବର 12 ପଦ। ଥରେ ଯଦି ଆମେ କୌଣସି ପାପର ବଶୀଭୂତ ହେଇଗଲୁ, ଆମକୁ ସେ ପାପରୁ ବାହାର କରିବା ଭେରି ଡିଫିକଲ୍ଟ। ପ୍ରିୟ ଭାଇ ଭଉଣୀ ମାନେ, ଆଜି ପ୍ରଭୁ ଆମମାନଙ୍କୁ ସେଇଟା କହିବାକୁ ଚାହୁଁଛନ୍ତି ଯେ ପ୍ରଭୁ ତ ଆମମାନଙ୍କ ପାଇଁକା ସେ ରକ୍ତ ଦେଇଛନ୍ତି କୃଷରେ, ଆମମାନେ ଯେମିତି ପରିଷ୍କୃତ ହେବ। କୋଉଠି ନା କୋଉଠି, କେବେ ନା କେବେ ଭିନ୍ନ ଭିନ୍ନ ପାପ ଆମ ଭିତରେ ପ୍ରବେଶ କରିସାରେ। ଯେହେତୁ ଆମେ ଆମର ମନର ସେ ଯୋଉ ଗାର୍ଡକୁ ଆମେ ଠିକ ଭାବରେ ରଖୁନୁ। ଆଉ ଗୋଟେ ପଦ ଆପଣଙ୍କୁ କହିବି, ସେଇ ପ୍ରଥମ କରନ୍ତି 5 ପର୍ବର 8 ରୁ ଟିକେ ପଢିଯିବା। ଅତଏବ ଆସ, ଆମମାନେ ପୁରାତନ ଖମିର କିମ୍ବା ଦୁଷ୍ଟତା କୁକର୍ମ ରୂପ ଖମିର ଦ୍ୱାରା ପର୍ବ ପାଳନ ନ କରି ସରଳତା ସତ୍ୟ ରୂପ ଖମିର ଶୂନ୍ୟ ରୁଟି ଦ୍ୱାରା ପର୍ବ ପାଳନ କରୁ। ଯେତେବେଳେ ବାବିଲୋନରୁ ଯେହୁଦୀ ମାନେ ଆସିଲେ, ତାପରେ ସେମାନଙ୍କ ଭିତରେ ଗୋଟେ ରେଡିକାଲିଜିମ ବା ଗୋଟେ ରାଇଟ ୱିଙ୍ଗ ଦଳ ସେମାନେ ବାହାରିଲେ ଯେ ଯେହେତୁ ଆମମାନେ ପରମେଶ୍ୱରଙ୍କର ଦୁଃଖର କାରଣ ହେଲୁ, ପରମେଶ୍ୱର ଆମକୁ 70 ବର୍ଷ ପାଇଁକା ବିଜାତି ରାଜା ପାଖରେ ଆମମାନଙ୍କୁ ଆମେ ନିର୍ବାସିତ ହେଇଗଲୁ। ତେଣୁ ଆମମାନେ କଣ କରିବା? ମୋଶାଙ୍କର ଆଜ୍ଞା ଅନୁସାରେ ସମସ୍ତ କର୍ମ କରିବା। ଯେତେବେଳେ ଯୀଶୁ ଆସିଲେ, ରେଡିକାଲ ରାଇଟ ୱିଙ୍ଗ ସେମାନେ ହଉଛନ୍ତି ଏକଦମ ଦାଢରେ ଚାଲିବେ। ତାଙ୍କର ସ୍ପିରିଚୁଆଲ କିଛି ନାହିଁ। ଏଇଟା ଲେଖା ହେଇଛି, ଏଇଟା କରିବାକୁ ବାଧ୍ୟ। ବିଶ୍ରାମ ବାରରେ ଚାଲିବ ନାହିଁ, ବିଶ୍ରାମ ବାରରେ କର୍ମ କରିବ ନାହିଁ। ଯେତେବେଳେ ଏଇ ଯୋଉ ତାଙ୍କର ପର୍ବ ପାଳନ କରିବେ, ନିସ୍ତାର ପର୍ବ ପାଳନ କରିବେ, ସେଇ ସମୟରେ ରୁଟିରେ ଖମିର ଲାଗିବ ନାହିଁ। ତାକୁ ଚେକ୍ କରିବା ପାଇଁ ତାଙ୍କର ସବୁ କ୍ୟାଡର ୟଙ୍ଗ ପର୍ସନ ସବୁ ଅଛନ୍ତି, ଫାରୁସୀ ମାନେ ରଖିଥିଲେ। ସେମାନେ ଯେ ଘର ଘର ବୁଲିକିରି କୋଉଠି ଖମିର ଯଦି ଟିକେ ଗୋଟେ ବୋତଲ ଏତିକି ଟିକେ ପାଇବେ, ତାକୁ ବି ଧରି ପଳେଇବେ। ରେଡିକାଲ କରିଦେଇଥିଲେ। ଯୋଉ ସମୟରେ ଯୀଶୁ ଆସିଥିଲେ, ସେମାନେ ଅଲରେଡି ତାଙ୍କ ପ୍ରଭାବ ଥିଲା। ସେଥିପାଇଁ ଯୀଶୁ କହିଥିଲେ, ତୁମେ ପୋଦିନାର ବି ଦଉଛ 10 ମାଂସ, ତୁମେ ଅମୁକର ବି ଦଉଛ 10 ମାଂସ, ତୁମେ ସମୁକର ବି ଦଉଛ 10 ମାଂସ। ତୁମ ମୁଖରେ ସିନା ଅଛି, କିନ୍ତୁ ହୃଦୟ ତମର ବହୁତ ଦୂରରେ। ପ୍ରିୟ ଭାଇ ଭଉଣୀ ମାନେ, ସେଇ ଫାରୁସୀ ଭିତରୁ ପାଉଲ ଜଣେ। ସେ ଯେତେବେଳେ ଆସିଛନ୍ତି, ଆଉ ପ୍ରଭୁଙ୍କ ପାଖରେ ତାଙ୍କ ନୂତନ ଜନ୍ମ ହେଇଛି, ସେ କେମିତି ଲେଖୁଛନ୍ତି ଆପଣ ଦେଖନ୍ତୁ। ସେଇ 5 ପର୍ବର 8 ପଦ। ଅତଏବ ଆସ, ଆମମାନେ ପୁରାତନ ଖମିର କିମ୍ବା ଦୁଷ୍ଟତା, ଖମିର କହିଲେ ସେଇ ଯୋଉ ବୋତଲ ଭିତରେ ଖମିର, ତାକୁ ସେ କହୁନାହାନ୍ତି। ଦୁଷ୍ଟତା ଆଉ କୁକର୍ମ ରୂପ ଖମିର ଦ୍ୱାରା ପର୍ବ ପାଳନ ନ କରି ସରଳତା ସତ୍ୟ ରୂପ ଖମିର ଶୂନ୍ୟ ରୁଟି ଦ୍ୱାରା ପର୍ବ ପାଳନ କରୁ। ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଇଷ୍ଟର ସଣ୍ଡେ ସମଗ୍ର ପୃଥିବୀରେ ସବୁଠୁ ଅସ୍ୱାଭାବିକ ପାପରେ ସମୟ କଟାଯାଏ। ବୋଧେ ଗୋଟେ ଦିନରେ ଯେତିକି ମଦ ବିକ୍ରି ହୁଏ, ସେ ଇଷ୍ଟର ସଣ୍ଡେ ଦିନ ତାର କେତେ ଗୁଣରେ ମଦ ବିକ୍ରି ହୁଏ। ଲୋକମାନେ ମାତାଲ ପରିକା, ଇଣ୍ଡିଆ କଥା ଜାଣିନି, ଫରେନ କଥା କହୁଛି, ମାତାଲ ପରିକା ସେମାନେ ରୋଡରେ ବିଚରଣ କରନ୍ତି। ଆଜି ସେମାନେ ଲେଣ୍ଟ ପାଳନ କରୁଥିଲେ, ଏଇ ଗୋଟେ ଦିନକୁ ଅପେକ୍ଷା କରିକିରି ସେଦିନ ଖାଇ ପିଇକିରି ମସ୍ତ କରିବେ, ଏକଦମ ମାତାଲ ହେବେ, ମତୱାଲ ହେବେ। ସେଇ ପାଉଲ ଯୋଉ ଫାରୁସୀ ମାନଙ୍କ ପାଖରୁ ଆଜି ରକ୍ଷା ପାଇକି ଆସିଛନ୍ତି, ସେ କହୁଛନ୍ତି ସେରା ସବୁ ଦୁଷ୍ଟତା କୁକର୍ମ ରୂପକ ଖମିର ଏପର୍ଯ୍ୟନ୍ତ ତମାନଙ୍କ ପାଖରେ ଅଛି। ତମେ ସେଇଥିରେ ବି ପର୍ବ ପାଳନ କରିଦେଇ ଯାଉଛ, ସେଇଥିରେ ବି ତମେ ପର୍ବ ପାଳନ କରି ଯାଉଛ। କିନ୍ତୁ ସରଳତା ଓ ସତ୍ୟ ରୂପ ଖମିର ଶୂନ୍ୟ ରୁଟି ଦ୍ୱାରା ପର୍ବ ପାଳନ କରୁ।
ବ୍ୟଭିଚାରୀ ମାନଙ୍କ ସହିତ ସମ୍ପର୍କ ନ ରଖିବା ପାଇଁ ମୁଁ ତୁମମାନଙ୍କୁ ମୋହର ପତ୍ରରେ ଲେଖିଥିଲି। ଏହି ଜଗତର ବ୍ୟଭିଚାରୀ କି ଧନଲୋଭୀ କି ପରଦ୍ରବ୍ୟ ଲୁଣ୍ଠନକାରୀ କି ପ୍ରତିମା ପୂଜକ ସହିତ ଯିଏ ଆଦୌ ସମ୍ପର୍କ ନ ରଖିବ ତାହା ନୁହେଁ, ତାହେଲେ ତୁମମାନେ ଜଗତରୁ ବାହାରି ଯିବାକୁ ପଡିବ। କିନ୍ତୁ ମୋହର ଲେଖିବାର ଭାବ ଏହା ଥିଲା ଯେ ଯଦି କୌଣସି ଲୋକ ଭାତା ବୋଲି ଖ୍ୟାତ ହୋଇ ବ୍ୟଭିଚାରୀ କି ଧନଲୋଭୀ କି ପ୍ରତିମା ପୂଜକ କି ନିନ୍ଦକି କି ମତୁଆଳ କି ପରଦ୍ରବ୍ୟ ଲୁଣ୍ଠନକାରୀ ହୁଏ, ଏପରି ଲୋକ ସହିତ ସମ୍ପର୍କ ରଖ ନାହିଁ, ତାହା ସାଙ୍ଗରେ ଭୋଜନ ସୁଦ୍ଧା କରନି। ଏଟା କଠୋର ଭାବରେ ଆଦେଶ ପାଉଲ ଦଉଛନ୍ତି କରନ୍ଥୀ ମଣ୍ଡଳୀକୁ। କାରଣ କରନ୍ଥୀ ମଣ୍ଡଳୀ ସେ ଦୁର୍ବଳତା ସେ ଜାଣିଥିଲେ ଅଛି ବୋଲିକା। କାରଣ ବାହାର ଲୋକମାନଙ୍କର ବିଚାର କରିବାର ମୋର କଣ ଅଛି? ମଣ୍ଡଳୀ ଲୋକମାନେ ଯେ ତମମାନଙ୍କ ଦୋଷ ଦେଖେଇବି, ବାହାର ଲୋକମାନଙ୍କର କିଏ କଣ କଲେ ମୋର କହିବାର କିଛି ଆବଶ୍ୟକତା ନାହିଁ। ଭିତରେ ଯୋଉମାନେ ଅଛନ୍ତି ସେମାନଙ୍କର ବିଚାର କି ତୁମମାନେ କର ନାହିଁ, କିନ୍ତୁ ଯୋଉମାନେ ବାହାରେ ଅଛନ୍ତି ସେମାନଙ୍କର ବିଚାର ଈଶ୍ୱର କରିବେ। ସେଇ ଦୁଷ୍ଟ ଲୋକକୁ ତୁମମାନଙ୍କ ମଧ୍ୟରୁ ବାହାର କରିଦିଅ। ଏଇ ଯୋଉ ବିଷୟ ମାନେ ଶୁଣିଲୁ ବା ପଢିଲୁ, ଆମମାନଙ୍କୁ ପ୍ରଭୁ ଏଇ କଥା କହିବାକୁ ଚାହୁଁଛନ୍ତି। ଓଡିଆଟା ଟିକେ ମତେ ଏତେ ଖୁସି ଲାଗୁନି। ସେ ଫିଲିପ 2:15 ମୁଁ ଇଂରାଜୀରେ କହୁଛି। Live clean, innocent lives as children of God. ତାକୁ ଓଡିଆରେ କରାହେଇଛି, ସେମାନଙ୍କ ମଧ୍ୟରେ ତୁମମାନେ ଜୀବନର ବାକ୍ୟ ଧରି ଜଗତର ଜ୍ୟୋତି ସ୍ୱରୂପ ପ୍ରକାଶ ପାଉଅଛ। ତା ଅପେକ୍ଷା ମତେ ଏଇ ଇଂରାଜୀଟା ବହୁତ ଭଲ ଲାଗାଉଛି। Live clean, ପରିଷ୍କାର ହୁଅ। ପ୍ରଭୁ ଏଇ ବାକ୍ୟ ଗୁଡାକ ଆମମାନଙ୍କୁ ଦଉଛନ୍ତି। ମୋ ପାଖରେ କହୁଛି, ମୁଁ ଆଜି ଏଇଟା ପ୍ରସ୍ତୁତ ହେଇନଥିଲି କହିବା ପାଇଁ। ଲାଷ୍ଟ ମୋମେଣ୍ଟରେ ପବିତ୍ର ଆତ୍ମା ମୋ ସହିତ କଥାବାର୍ତ୍ତା କଲେ ଏଇଟା କହିବା। Live clean, innocent lives as children of God. ଆମେ ଈଶ୍ୱରଙ୍କ ସନ୍ତାନ ପ୍ରଥମେ ଆଗେ ମନେ ରଖିବା, ତାପରେ କୋଉ ଚିନ୍ତାକୁ ଆମେ ଏଣ୍ଟରଟେନ କରିବା, ସେଟା ମନ୍ଦ କି ସେଟା ସତ୍, ଆଦରଣୀୟ କି ଯଥାର୍ଥ, ସବୁର ଲିଷ୍ଟ ଦେଇଦେଲେ ପାଉଲ। ସାଇନିଂ ଲାଇଟ୍ ଏ ବ୍ରାଇଟ୍ ଲାଇଟ୍। ଯେତେବେଳେ ଆମେ ନିଜ ଜୀବନକୁ କ୍ଲିନ ରଖିବା, ତାକୁ ଓଡିଆରେ ବୋଧେ କରାହେଇଛି ନିର୍ଦ୍ଦୋଷ। ହଁ, ନିର୍ଦ୍ଦୋଷ ଅନିନ୍ଦନୀୟ କରି ରଖିବା, ପ୍ରଭୁଙ୍କର ଆଲୋକ ଆମମାନଙ୍କ ଶରୀର ମଧ୍ୟରେ ସେଟା ପ୍ରତିଫଳିତ ହବ। ଏଟା ପ୍ରଭୁ ଚାହାନ୍ତି। ଖାଲି କରନ୍ଥୀ ମଣ୍ଡଳୀକୁ ନୁହେଁ, ଆଜିକାର ଯୋଉ ବାକ୍ୟ ପ୍ରଭୁ ଆମ ସମସ୍ତଙ୍କ ପାଇଁକା ଏଇଟାକୁ କହିବା ପାଇଁ ଚାହାନ୍ତି। Live clean, innocent as children of God. ପ୍ରଭୁ ଏଇ ସଂକ୍ଷିପ୍ତ ବାକ୍ୟ ଉପରେ ବା ଚିନ୍ତା ଉପରେ ଆଶୀର୍ବାଦ କରନ୍ତୁ। God bless you.